ଗୋଟିଏ ଦୁର୍ଗର ପାଦଦେଶ ସହ ଏକ ସରଳ ରେଖାରେ ଥିବା ଦୁଇଟି ବିନ୍ଦୁର ଦୁର୍ଗର ଶୀର୍ଷ ଭାଗର କୌଣିକ ଉନ୍ନତିର ପରିମାଣ ଯଥାକ୍ରମେ 30 ଡିଗ୍ରୀ ଓ 45 ଡିଗ୍ରୀ। ଦୁର୍ଗର ଉଚ୍ଚତା 30 ମିଟର ହେଲେ ବିନ୍ଦୁ ଦ୍ୱୟ ମଧ୍ୟରେ ବ୍ୟବଧାନ ନିର୍ଣ୍ଣୟ କର। ଏହି ପ୍ରଶ୍ନଟି 2025 ଆନୁଆଲରେ ପଡ଼ିଥିଲା 10th କ୍ଲାସ୍ ବୋର୍ଡ଼ ପରୀକ୍ଷା ଏକ୍ଜାମରେ। ବର୍ତ୍ତମାନ ଏହି ପ୍ରଶ୍ନଟି ସମାଧାନ କରିବା। ତ୍ରିଭୁଜ ଏ বি সি এবং ত্রিভুজ এ বি ডি প্রথম কৌণিক উন্নতি সি কোণ 45 ডিগ্রি এবং ডি কোণ 30 ডিগ্রি। এ বি দুর্গ এ বি ইজ ইকুয়াল টু 30 মিটার যা আমাকে দত্ত ଅଛି। ত্রিভুজ এ বি সি রে tan 45 ইজ ইকুয়াল টু এ বি বাই বি সি। tan 45 ର ମୂଲ୍ୟ 1 ଇଜ୍ ଇକୁଆଲ୍ ଟୁ 30 ବାଇ ବି ସି। ବଜ୍ରଗୁଣନ କଲେ ବି ସି ଇଜ୍ ଇକୁଆଲ୍ ଟୁ 30 ମିଟର। ତ୍ରିଭୁଜ ଏ ବି ଡି ରେ tan 30 ଇଜ୍ ଇକୁଆଲ୍ ଟୁ ଏ ବି ବାଇ ବି ଡି। tan 30 ମାନେ 1 ବାଇ ରୁଟ୍ 3 ଇଜ୍ ଇକୁଆଲ୍ ଟୁ 30 ବାଇ ବି ଡି। ବଜ୍ରଗୁଣନ କଲେ ବି ଡି ଇଜ୍ ଇକୁଆଲ୍ ଟୁ 30 ରୁଟ୍ 3। ଆମକୁ ସି ଡିର ମୂଲ୍ୟ ପଚାରିଛି। ସି ଡି ଇଜ୍ ଇକୁଆଲ୍ ଟୁ ଆମକୁ ସି ଡିର ମୂଲ୍ୟ ପଚାରିଛି। ସି ଡି ଇଜ୍ ଇକୁଆଲ୍ ଟୁ ବି ଡି ମାଇନସ୍ ବି ସି। ବି ଡିରୁ ଯଦି ଆମେ ବି ସିକୁ ସବଟ୍ରାକ୍ସନ୍ କରିବା ତାହେଲେ ଆମେ ସି ଡି ପାଇବା। ସୋ सी डी इज इक्वल टू बी डी माइनस बी सी। बीडी मूल्य आम पाई 30 √3 माइनस 30 को आम कमन ने √3 माइनस 1 30 इंटू √3 वैल्यू 1.732 माइनस 1 30 इंटू 1.732 1 गले 0.732 एवं ताको मल्टीप्लाई कले आम पाइले 21.96 मीटर। दिस इज द करेक्ट आंसर।